ମିଳିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଭ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ প্রিয় শ্রোতা বন্ধু প্রভু শ্রীখ্ରୀଷ୍ଟଙ୍କ ପବିତ୍ର ନାମରେ ଆପଣଙ୍କୁ ଶୁଭେଚ୍ଛା। ମାଥିଉ ଲିଖିତ ସୁସମାଚାର 9 ଅଧ୍ୟାୟର 12 ପଦରେ ଆମେ ଏହିପରି ପାଠ କରୁ, କିନ୍ତୁ ସେ ତାହା ଶୁଣି କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି। ପ୍ରିୟ ଶ୍ରୋତା, ଆପଣ କି ଡାକ୍ତରଙ୍କ ଆବଶ୍ୟକ କରନ୍ତି? ଆମେ ତ ଆମର ଶାରୀରିକ ଅସୁସ୍ଥତା ବିଷୟ ଶୀଘ୍ର ଜ୍ଞାତ ହୋଇଥାଉ, ମାତ୍ର ଆମଠାରେ ଯେଉଁ ଆଧ୍ୟାତ୍ମିକ ରୋଗର ଲକ୍ଷଣ ଗୁଡ଼ିକୁ ଆମେ ଦେଖୁ, ଆମେ ସାଧାରଣତଃ ସେଗୁଡ଼ିକୁ ଅଣଦେଖା କରୁ। ଆମର ଅନ୍ତରାତ୍ମା ଯାହା ଆମର ମନ୍ଦ ବିଷୟ ଗୁଡ଼ିକୁ ଆମକୁ ଇଙ୍ଗିତ କରାଇ ଦିଏ, ସେହି ସଂକେତକୁ ମଧ୍ୟ ଆମେ ଦବେଇ ଦେଇଥାଉ। ଅନେକ ଏହି ଆଧ୍ୟାତ୍ମିକ ଅସୁସ୍ଥତା ଅର୍ଥାତ୍ ପାପକୁ ଅଣଦେଖା କରନ୍ତି, ପୁଣି ପାପ ହେତୁ ଆସୁଥିବା ପ୍ରକୃତ ବିପଦକୁ ଚିହ୍ନି ପାରନ୍ତି ନାହିଁ। ଏଥିପାଇଁ ତ ଅନେକ ସେହି ଅନନ୍ତ ବିନାଶ ବା ନର୍କ ଆଡ଼କୁ ଯାଉଛନ୍ତି। କିନ୍ତୁ ଏହା କେତେ ଆଶ୍ଚର୍ଯ୍ୟ ବିଷୟ ଯେ ଈଶ୍ୱର ଆମକୁ ପରିତ୍ୟାଗ କଲେ ନାହିଁ। ଆମେ ପାପୀମାନଙ୍କ ପାଇଁ ପ୍ରଭୁ ଶ୍ରୀଖ୍ରୀଷ୍ଟ ଜଗତରେ ଅବତୀର୍ଣ୍ଣ ହେଲେ। ତିମୋଥୀଙ୍କ ନିକଟକୁ ଲିଖିତ ପ୍ରଥମ ପତ୍ର 1 ଅଧ୍ୟାୟର 15 ପଦରେ ଆମେ ଏହିପରି ପାଠ କରୁ, ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏହି ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣଯୋଗ୍ୟ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ସେହି ବୈଦ୍ୟ ବା ଡାକ୍ତର, ଯିଏ ଆମକୁ ପାପ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥତା ଦେଇପାରନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଆମେ ଭୋଗିବାକୁ ଥିବା ଦଣ୍ଡ ଭୋଗ କଲେ। ସେ ଆମର ପାପ ତଥା ତାହାର ଫଳ ମୃତ୍ୟୁକୁ ଆପେ ବହନ କଲେ। ତୃତୀୟ ଦିନରେ ସେ ମୃତ୍ୟୁରୁ ଉତ୍ଥିତ ହେଲେ। ଯିଏ କେହି ତାଙ୍କଠାରେ ବିଶ୍ୱାସ କରେ, ସେ କ୍ଷମା ଓ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଈଶ୍ୱରଙ୍କର ବାକ୍ୟ ଏହି ପ୍ରତିଶ୍ରୁତି ଆମମାନଙ୍କୁ ପ୍ରଦାନ କରେ। ଆପଣ ନିଜ ପାପକୁ ମାନି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ତ୍ରାଣକର୍ତ୍ତା ଓ ପ୍ରଭୁ ରୂପେ ଗ୍ରହଣ କରି ଏହି ଆତ୍ମିକ ସୁସ୍ଥତା ଲାଭ କରନ୍ତୁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।